ହ୍ୟାଲୋ ଷ୍ଟୁଡେଣ୍ଟ, ଅକ୍ଷୟ ସାର୍ ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଏକ ଇମ୍ପୋର୍ଟାଣ୍ଟ ନୋଟିସ୍ ବିଷୟରେ। ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଥିବା ଛାତ୍ର ଓ ଛାତ୍ରୀଙ୍କ ମାନଙ୍କ ପାଇଁ 2025 ଏବଂ 26 ବର୍ଷ ପାଇଁ ଆପଣଙ୍କର ବହୁତ ଡିପାର୍ଟମେଣ୍ଟରେ ରିକ୍ରୁଟମେଣ୍ଟ ଆସିବାକୁ ଯାଉଛି। ଆପଣଙ୍କର ପ୍ରିପାରେସନ୍ ଜାରି ରଖନ୍ତୁ, ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ। ଚାଲନ୍ତୁ ଆଜିର ଏହି ଟପିକ୍ରେ ଆମେ ଡିସ୍କସନ୍ କରିବା। ଦେଖନ୍ତୁ, ଓଡ଼ିଶା ଲୋକସଭା ରିକ୍ରୁଟମେଣ୍ଟ 2025 ଆର ଡିଟେଲ୍ ଇନଫର୍ମେସନ୍ ଆପଣ এই ଭିଡ଼ିଓରେ ପାଇବେ। ଯେପରିକି ଆପଣଙ୍କ କେତୋଟି ଭ୍ୟାକେନ୍ସି ରହୁଛି ଏବଂ କେଉଁମାନେ ଏହାକୁ ଆପ୍ଲାଏ କରିପାରିବେ, କ୍ୱାଲିଫିକେସନ୍ କ'ଣ ରହୁଛି, ସମସ୍ତ ପ୍ରକାର ବିବରଣୀ ପାଇଁ ଆପଣମାନେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ପାରୁଛନ୍ତି ଆପଣଙ୍କ ସାଙ୍ଗ ସହିତ ସେୟାର କରନ୍ତୁ, ଆଉ ଭିଡ଼ିଓକୁ ଲାଇକ୍ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା। ଦେଖନ୍ତୁ, ଓଡ଼ିଶା ଲୋକସଭା ରିକ୍ରୁଟମେଣ୍ଟ 2025 ଆପଣଙ୍କର ପୋଷ୍ଟର ନେମ୍ ରହିବ ଜୁନିୟର ଏକ୍ଜିକ୍ୟୁଟିଭ ଆସିଷ୍ଟାଣ୍ଟ। ଆପଣଙ୍କର ପୋଷ୍ଟର ନାମ ରହିଲା ଜୁନିୟର ଏକ୍ଜିକ୍ୟୁଟିଭ ଆସିଷ୍ଟାଣ୍ଟ। ଆପଣଙ୍କର ଦେଖନ୍ତୁ, ଏହା ପୂର୍ବରୁ 2022 ମସିହାରେ ଏହି ପୋଷ୍ଟର ଭ୍ୟାକେନ୍ସି ଆସିଥିଲା। ତାପରଠୁ ଆପଣଙ୍କର କୌଣସି ଭ୍ୟାକେନ୍ସି ଆସିନାହିଁ। ଏହି 2025 ପାଇଁ ଆପଣଙ୍କର ଅଫିସିଆଲ ନୋଟିସ୍ ଆସିଯାଇଛି, ସେ ବିଷୟରେ ଆମେ ଡିସ୍କସନ୍ କରୁଛନ୍ତି। ଚାଲନ୍ତୁ ଦେଖନ୍ତୁ, ଓଡ଼ିଶାର 30ଟି ଜିଲ୍ଲାର ଛାତ୍ର ଓ ଛାତ୍ରୀମାନେ ଆପ୍ଲାଏ କରିପାରିବେ। ଆପଣଙ୍କ ଜବ୍ ଲୋକେସନ୍ ଭୁବନେଶ୍ୱର ଠାରେ ରହିବ। ଦେଖନ୍ତୁ, ଭ୍ୟାକେନ୍ସି କେତେ ରହୁଛି ଆପଣଙ୍କର 126ଟି ପୋଷ୍ଟ ରହୁଛି। କ୍ୱାଲିଫିକେସନ୍ ଆପଣଙ୍କର ରହିବ ଗ୍ରାଜୁଏସନ୍। ଆପଣଙ୍କର ଏନି ଫିଲ୍ଡ ଆର୍ଟ୍ସ କମର୍ସ ଯେଉଁ କ୍ଷେତ୍ରରେ ଗ୍ରାଜୁଏସନ୍ କରିଥିଲେ ଆପଣ ଏହାକୁ ଫର୍ମ ଫିଲ୍ଅପ୍ କରିପାରିବେ। ଆପଣଙ୍କର ଏଜ୍ ଲିମିଟ୍ ରହୁଛି। ଦେଖନ୍ତୁ, ଏଜ୍ ଲିମିଟ୍ ଆପଣଙ୍କର ମିନିମମ୍ 21 ବର୍ଷ ଏବଂ ମ୍ୟାକ୍ସିମମ୍ ଆପଣଙ୍କର 42 ବର୍ଷ ରହୁଛି। ଆପଣଙ୍କର ଦେଖନ୍ତୁ, ଯଦି SC ST PWD ଏବଂ ଫିମେଲ୍ କ୍ୟାଣ୍ଡିଡେଟ୍ ହେଇଥିବେ ଆପଣଙ୍କର ଏଜ୍ ରିଲାକ୍ସେସନ୍ ଯେଉଁଭଳି ପରୀକ୍ଷାରେ ରହୁଛି ଆପଣଙ୍କର ଏଥିରେ ବି ଏଜ୍ ରିଲାକ୍ସେସନ୍ ରହିବ। ମାନେ ଆପଣ ନର୍ମାଲି 21ରୁ 42 ଧରିକି ରଖିଥାନ୍ତୁ। ଆପଣଙ୍କ ସାଲେରୀ ରହିବ। ଦେଖନ୍ତୁ, ଏ ଗ୍ରୁପ୍ ସିର ପୋଷ୍ଟ ଏବଂ 7th କମିଶନ ହିସାବରେ ଆପଣଙ୍କର ବେସିକ୍ ସାଲାରୀ ରହିବ 25,500ରୁ 81,000 ମଧ୍ୟରେ। ଆପଣଙ୍କର ଦେଖନ୍ତୁ, ଆପଣଙ୍କର ରହିବ ଯେଉଁ ରୁମ୍ ରେଣ୍ଟରେ ଆପଣଙ୍କୁ ରହିବ, ଆଲାଉନ୍ସେସ୍ ମିଳିବ, ଟ୍ରାଭେଲିଂ ଆଲାଉନ୍ସେସ୍, ଏସବୁ ମିଶିକି ଆପଣଙ୍କର ପାଖାପାଖି 35,000 ପାଖାପାଖି ଆପଣଙ୍କ ସାଲେରୀ ରହିବ। ସିଲେକ୍ସନ୍ ପ୍ରୋସେସ୍ ଆପଣଙ୍କର 2022 ଅନୁସାରେ ଆପଣଙ୍କର ଆମେ ସିଲେକ୍ସନ୍ ପ୍ରୋସେସ୍ ଦେଖିବା, କାରଣ ଆପଣଙ୍କର 2025 ପାଇଁ ଆପଣଙ୍କୁ କୌଣସି ଫୁଲ୍ ଡିଟେଲ୍ ନୋଟିଫିକେସନ୍ ଆସିନାହିଁ। ଚାଲନ୍ତୁ ଆମର 2022ର କ'ଣ କ'ଣ ଆସିଥିଲା ଏବଂ ସେହି ଅନୁସାରେ ଆମେ ପ୍ରିପାରେସନ୍ ଷ୍ଟାର୍ଟ କରିପାରିବା। ଚାଲନ୍ତୁ ଦେଖିବା। ଦେଖନ୍ତୁ, 2022ରେ ଆପଣଙ୍କର ଆସିଥିଲା OSSC JEE ରିକ୍ରୁଟମେଣ୍ଟ 2022 ନୋଟିଫିକେସନ୍। ଆପଣଙ୍କର OSSC କଣ୍ଡକ୍ଟ କରିଥିଲା ଜୁନିୟର ଏକ୍ଜିକ୍ୟୁଟିଭ ଆସିଷ୍ଟାଣ୍ଟ। ଆପଣଙ୍କର 2025ରେ ବି ଆପଣଙ୍କର ଏଇ OSSC ତରଫରୁ ଆପଣଙ୍କ ପରୀକ୍ଷାଟି କଣ୍ଡକ୍ଟ ହୋଇପାରେ ବା ନ ହୋଇପାରେ। ଆପଣଙ୍କର ସେଇଟା କୌଣସି କନଫର୍ମେସନ୍ ନୋଟିସ୍ ଆସିନାହିଁ। ଯଦି ନୋଟିସ୍ ଆସିଲେ ଆପଣ ଜାଣିପାରିବେ। ତେଣୁ ଆପଣଙ୍କର ଟୋଟାଲ୍ ଭ୍ୟାକେନ୍ସି ଥିଲା ସେତେବେଳେ ଆପଣ 2022ରେ 130ଟି ଭ୍ୟାକେନ୍ସି ଥିଲା। ଆପଣଙ୍କର କ୍ୱାଲିଫିକେସନ୍ ଆପଣଙ୍କର ମାଗୁଥିଲା ଗ୍ରାଜୁଏସନ୍, ଟାଇପିଂ ସ୍ପିଡ୍ ଅଫ୍ 40 ୱାର୍ଡ଼ ପର୍ ମିନିଟ୍। ଆପଣଙ୍କର ଦେଖନ୍ତୁ, ଇଏ ଥିଲା। ଆପଣଙ୍କର ସାଲେରୀ ଥିଲା ସେତେବେଳେ, ଆପଣଙ୍କର ଏଇଟା କଣ୍ଟ୍ରାକ୍ଚୁଆଲିଟି ଥିଲା, ସେଥିପାଇଁ ଆପଣଙ୍କର 14,200 ଥିଲା ପର୍ ମନ୍ଥ। ଆପଣଙ୍କର 3 ବର୍ଷ କାମ କଲା ପରେ ସାଲେରୀ ବଢ଼ୁଥିଲା, ଫେର 6 ବର୍ଷ କାମ କଲା ପରେ ଆପଣଙ୍କର ସାଲେରୀ ରହୁଥିଲା। ଏଇ ଯେଉଁ ଏବେ 2025 ଆପଣଙ୍କର ରେଗୁଲାର ପୋଷ୍ଟ ଗଭର୍ଣ୍ଣମେଣ୍ଟ ତରଫରୁ ଆସୁଛି। ଆପଣମାନେ ଦେଖନ୍ତୁ, ଆପଣଙ୍କର ସିଲେକ୍ସନ୍ ପ୍ରୋସେସ୍ କ'ଣ ଥିଲା, ଲାଙ୍ଗୁଏଜ୍ ଟେଷ୍ଟ ଥିଲା, ଟାଇପିଂ ଟେଷ୍ଟ ଏବଂ ଟେଷ୍ଟ ଇନ୍ କମ୍ପ୍ୟୁଟର। ଆପଣଙ୍କର 3ଟି ଷ୍ଟେପ୍ରେ ଆପଣଙ୍କୁ ପରୀକ୍ଷାଟି ବା ସିଲେକ୍ସନ୍ ପ୍ରୋସେସ୍ ହେବାକୁ ଯାଉଛି। ଦେଖନ୍ତୁ, ଆପଣଙ୍କର ଏଇଠି କେଉଁ କ୍ୱେଶ୍ଚନ୍ କେତେରେ ଆସିଥିଲା। ଦେଖନ୍ତୁ, ଆପଣଙ୍କର ଲାଙ୍ଗୁଏଜ୍ ଟେଷ୍ଟ ଇନ୍ ଇଂଲିଶ ଏବଂ ଓଡ଼ିଆରେ ଆପଣଙ୍କର 100 ମାର୍କ ଥିଲା। ତା'ର ଟାଇମ୍ ଥିଲା 1 ଘଣ୍ଟା। ଆପଣ ସେଭଳି ଯେଉଁମାନେ ଏଇ ଲାଙ୍ଗୁଏଜ୍ ଟେଷ୍ଟ ବା ଇଂଲିଶ ଓଡ଼ିଆରେ ପାସ୍ କରିଥିଲେ ଆପଣଙ୍କୁ ଟାଇପିଂ ଟେଷ୍ଟ ପାଇଁ ଡକାଯାଉଥିଲା, ଯେଉଁମାନଙ୍କର 50 ମାର୍କ ରହୁଥିଲା, 10 ମିନିଟ୍ ରହୁଥିଲା, MS ୱାର୍ଡ଼ରେ ଆପଣଙ୍କ ଥିଲା। ଦେଖନ୍ତୁ, ତାପରେ ଯେଉଁମାନେ ଏଥିରେ ସିଲେକ୍ସନ୍ ହେଉଥିଲେ ତାପରେ ଟେଷ୍ଟ ଇନ୍ କମ୍ପ୍ୟୁଟର ବା କମ୍ପ୍ୟୁଟର ଟେଷ୍ଟ ପାଇଁ ଆପଣଙ୍କୁ ଡକାଯାଉଥିଲା, ଯେଉଁଥିରେ 70 ମାର୍କ 60 ମିନିଟ୍ ଥିଲା। ଏ ଆପଣଙ୍କର ଥିଲା 2022ର ସିଲେକ୍ସନ୍ ପ୍ରୋସେସ୍। ଆପଣଙ୍କ 2025 ପାଇଁ କୌଣସି ଫୁଲ୍ ନୋଟିଫିକେସନ୍ ଆସିନାହିଁ। ଆପଣ ଏଇଭଳି ପ୍ରିପାରେସନ୍କୁ ଜାରି ରଖନ୍ତୁ। ଆପଣଙ୍କର ଏଥିରେ ମ୍ୟାଥ୍ ରହିବ ନାହିଁ, GK ବି ରହିବ ନାହିଁ। ଆପଣମାନଙ୍କର ଲାଙ୍ଗୁଏଜ୍ ଟେଷ୍ଟ ରହିବ, ଯେଉଁଟା 100 ମାର୍କ ରହୁଛି। ଆପଣଙ୍କର ଏଇସବୁ ପରୀକ୍ଷା ପାଇଁ ଆପଣଙ୍କର ପ୍ରିପାରେସନ୍ ଲାଗୁ କରନ୍ତୁ। ଯଦି କହିବେ ଆପଣଙ୍କର 2022ର ଆମେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍କୁ ଆପଣଙ୍କୁ ଡିସ୍କସନ୍ କରିଦେବି। ଚାଲନ୍ତୁ, ଭିଡ଼ିଓଟି କେମିତି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ
ଯଦି ଭଲ ଲାଗିଛି ଆପଣ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ସହିତ ସାଙ୍ଗ ସହିତ ସେୟାର କରନ୍ତୁ। ଦେଖା ହେବା ନେକ୍ସଟ ଭିଡ଼ିଓରେ, ସେଥିପାଇଁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।